ଯେତେ ଖାଇଲେ ବି ମନ ଜମା ବି ଭାଙ୍ଗିବନି ଏଇ ରେସିପିର। ତ ସବୁଠୁ ପ୍ରଥମେ କ'ଣ କରିବା ନା, ଗୋଟେ କପ୍ ସୁଜି ନେଇଯିବା, 2 ଚାମଚ ଆମର ଚୁଡ଼ା ନେଇଯିବା, ଗୋଟେ କପ୍ ଆମର ଦହି, ଗୋଟେ କପ୍ ପାଣି ଦେଇକି ସବୁତକ ବଢ଼ିଆସେ ମିଶାଇ ଦେବା। 5 ମିନିଟ୍ ଏଟାକୁ ରେଷ୍ଟ ପାଇଁ ଛାଡ଼ିଦେବା। ତାପରେ ଏଗୁଡ଼ାକ ବଢ଼ିଆସେ ଫୁଲିଗଲା ପରେ ଗ୍ରାଇଣ୍ଡର ଜାରରେ ସବୁତକ ଏଇଠି ପକାଇଦେବା। ହେଲା ନା, ଆକୁ ଗୋଟେ ଫାଇନ୍ ପେଷ୍ଟ ବନେଇକି ସେଇ ବାଉଲକୁ ଆଗ ବାହାର କରିବା। ତାପରେ କିଛି କଟା ହେଇଥିବା ପିଆଜ, କଟା ହେଇଥିବା ଗାଜର, କଟା ହେଇଥିବା ଧନିଆ ପତ୍ର, ଅଳ୍ପ ଟିକେ ନାକୁ ଅଦା ଦେଇକି ସବୁ ଯାକ ଆଉ ଥରେ ଭଲ ଗୁଳିଆ ତାପରେ ପକାଇଦେବା ଘରର ଗରମ ମସଲା। ଟିକେ ଅଧିକ ଟେଷ୍ଟ ଆସିବ ନା, ତ ସେଇଥିପାଇଁ। ତାପରେ ରାଗକୁ ଦେଖି ଚିଲି ଫ୍ଲେକ୍ସ ପକାଇବା, ମିଠା ସୋଡ଼ା ଟିକେ ନାକୁ ପକାଇଦେବ, ଆଉ ସ୍ୱାଦ ଅନୁସାରେ ଲୁଣଟା ଏଇଠି ପକାଇବ। ଆପଣମାନେ ବେଶୀ ଚାହିଁଲେ ବେଶୀ ପକାଇ ଦିଅନ୍ତୁ, କମ୍ ଖାଇଲେ କମ୍ ପକାଇ ଦିଅନ୍ତୁ। ସବୁତକ ପ୍ୟାନ୍ ବସେଇକି ତାକୁ 2 ଚାମଚ ବ୍ୟାଟର ଏଇଠି ଦେବ, ଅଳ୍ପ ଟିକେ ନାକୁ ଘିଅ ଦେଇଦେବ, ଆକୁ ସିଝେଇଦେବ। ତ ଘୋଡ଼େଇକି ଏପଟ ସେପଟ ଆକୁ ପିଠାଟାକୁ 2 ପଟ ଯାକ ସେକିଦେବ। ତ ଦେଖ, ସବୁଠାରୁ ସହଜ ପିଠାଟା ପୁରା ବନିକି ରେଡ଼ି ହେଇଗଲା। ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ ଲାଇକ୍ କରିବା ଜମା ବି ଭୁଲିବେନି। ତ ମୁଁ ରହୁଛି।